ସାଧାରଣ ଲୋକଟିଏ, ସାଧାରଣ ଛାତ୍ରଛାତ୍ରୀଟିଏ ଯେଉଁମାନେ ବିଭିନ୍ନ ସାର୍ଟିଫିକେଟ୍ ଆଣିବା ପାଇଁ ଯାଉଛନ୍ତି, ଅନେକ ସମୟରେ ବହୁତ ତ୍ରୁଟି ବିଚ୍ୟୁତି ମଧ୍ୟ ଦେଖା ଦେଇଥାଏ। ମୁଁ ନିଜେ 2019 ମସିହାରେ ଯେତେବେଳେ ତୃତୀୟ ଥର ପାଇଁ ବିଧାୟକ ହେଲି ଏବଂ ବିଧାୟକ ହେବାର 2 ମାସ ଭିତରେ ଖରା ଦିନ ଥିଲା, ମୁଁ ହଠାତ୍ ଶୁଣିବା ପାଇଁ ପାଇଲି ଯେ ସାର୍ଟିଫିକେଟ୍, ଜାତି ସାର୍ଟିଫିକେଟ୍ ଏବଂ ଅନ୍ୟାନ୍ୟ ଯେଉଁ ସାର୍ଟିଫିକେଟ୍ ଯେଉଁ ଷ୍ଟୁଡେଣ୍ଟ ପାଇଁ ଦରକାର ହୁଏ, କେନ୍ଦୁଝର ସଦର ତହସିଲ ଅଫିସରେ ସେମାନେ ଘେରାଉ କରିଛନ୍ତି ଚାରିପଟେ, ଶହ ଶହ ଲୋକ। କଥା କ'ଣ, ମୋ ପାଖକୁ ଖବର ଆସିଲା ଯେ ସେମାନେ ସାର୍ଟିଫିକେଟ୍ ପାଇପାରୁନାହାନ୍ତି, ଦୌଡ଼ି ଦୌଡ଼ି ନୟାନ୍ତ ହେଇଗଲାଣି, ତାଙ୍କୁ ସାର୍ଟିଫିକେଟ୍ ଦିଆଯାଉ ନାହିଁ, ଆଉ ଆପଣଙ୍କୁ ଯିବା ପାଇଁ ପଡ଼ିବ। ମୁଁ ସେତେବେଳେ ବିରୋଧୀ ଦଳର ବିଧାୟକ ଥିଲି, ଚିଫ୍ ହୁଇପ୍ ଥିଲି ଏବଂ ନିଜେ ମଧ୍ୟ ମୁଁ ସେଠି ପହଞ୍ଚିଲି। ମୁଁ ବି ସେ ସାର୍ଟିଫିକେଟ୍ ପାଇବା ପାଇଁ ଯେଉଁ ଅଭିଭାବକମାନେ ଆଉ ଛାତ୍ରମାନେ ସେଠି ଆନ୍ଦୋଳନ କରୁଥିଲେ, ମୁଁ ତାଙ୍କ ସହିତ ସାମିଲ ହେଇଗଲି, ଧାରଣାରେ ବସିଗଲି। ମୁଁ ବି ପଚାରିଲି କାରଣ କ'ଣ ହେଇଛି ଅସୁବିଧା, ତା ଭିତରେ ବୁଝାବୁଝି କଲା ବେଳକୁ ସେମାନଙ୍କୁ ସାର୍ଟିଫିକେଟ୍ ଦିଆଯାଉ ନାହିଁ, ଆଉ ତହସିଲଦାର ଅନୁପସ୍ଥିତ ଅଛନ୍ତି। ତହସିଲଦାର ରେଗୁଲାର ଆଦୌ ଆସନ୍ତି ନାହିଁ ଅଫିସକୁ। ଯେତେବେଳେ ବିଧାୟକ ଧାରଣାରେ ବସିଗଲେ, ସେ ପ୍ରଥମ ଖବର ପାଇଲେ ଯେ ସାର୍ଟିଫିକେଟ୍ ଦିଆଯାଉନଥିବା କାରଣରୁ, ତହସିଲଦାର ଆସୁନଥିବା କାରଣରୁ ଆଡ଼ମିସନ୍ ସମୟ ହେଇଯାଉଛି, ସାର୍ଟିଫିକେଟ୍ ଦାଖଲ ନ କଲେ ପିଲାମାନଙ୍କର କଲେଜରେ ଅନ୍ୟାନ୍ୟ ପ୍ରତିଷ୍ଠାନରେ ଆଡ଼ମିସନ୍ ହେଇପାରିବ ନାହିଁ। ସେପଟେ ତାଗିଦ କରାହେଇଛି କଲେଜରେ ଅଧ୍ୟକ୍ଷମାନଙ୍କର ଦ୍ୱାରା ଏବଂ ଏପଟେ ସାର୍ଟିଫିକେଟ୍ ଦେବା ପାଇଁ ତହସିଲଦାର ପ୍ରସ୍ତୁତ ନୁହନ୍ତି ଯଥା ସମୟରେ ଦେବା ପାଇଁ। ମୁଁ ବସିବାର ପାଖାପାଖି 2 ଘଣ୍ଟା ପରେ ତହସିଲଦାର ଆସିଲେ, ଖବର କୁଆଡ଼େ ପାଇଗଲେ ଏବଂ ଆସିଲା ପରେ ସେ ଚିରାଚରିତ ପ୍ରଥା ଅନୁସାରେ ଭୁଲ ମାଗିଲେ ଯେ ମୋର ଭୁଲ ହେଇଯାଇଛି, ମୁଁ ସବୁ ଦେଇଦେବି ସାର୍ଟିଫିକେଟ୍। ଇଏ ପରିସ୍ଥିତି ଯେମିତି ନ ଉପୁଜେ। ଏବେ ତ ବୋଧେ ଟାଇମ୍ ଫିକ୍ସ ହେଇଗଲାଣି, ବୋଧେ କେତେ ଦିନ ଭିତରେ ଦିଆଯିବ? ଆଜ୍ଞା, ତ ଟାଇମ୍ ଯଦି ଫିକ୍ସ ହେଇଯାଉଛି ସେ ଅନୁସାରେ ମଧ୍ୟ କିମ୍ବା ଯଥା ପୂର୍ବରୁ ମଧ୍ୟ ଦିଆଯାଇପାରିବ। ଇଏ ଗୋଟିଏ ସମୟର କଥା ଅଛି, ଇଏ ବର୍ଷ ତମାମ କେହି ଛାତ୍ରମାନେ ଆପଣମାନଙ୍କୁ କେବେ ହଇରାଣ କରିବେ ନାହିଁ ଏବଂ ଗୋଟିଏ ସମୟରେ ତ ସେମାନେ ନିଶ୍ଚିତ ଭାବରେ ସାହାଯ୍ୟ ନେବେ। ଆଉ ଏଇଟା ବି ଆମ କର୍ତ୍ତବ୍ୟ ଭିତରେ, ଦାୟିତ୍ୱ ଭିତରେ। ସରକାର ନିର୍ଦ୍ଧାରିତ କରିଛନ୍ତି ସାର୍ଟିଫିକେଟ୍ ଆପଣମାନେ ଦେବେ, ସରକାର ସାର୍ଟିଫିକେଟ୍ ଦେବେ, ସରକାର ନିର୍ଦ୍ଧାରିତ କରିଛନ୍ତି ସେ ସାର୍ଟିଫିକେଟ୍ଟି ସରକାରଙ୍କର ଆଉ ଗୋଟେ ଡିପାର୍ଟମେଣ୍ଟରେ ଦାଖଲ କଲେ ସେ ପିଲା ପାଠ ପଢ଼ିବାର ସ୍କୋପ୍ ପାଇବ। କେବଳ ଆମକୁ ମଝିରେ ଏ କାମ କରିବା ପାଇଁ ପଡ଼ିବ। ଏଣୁ ବାସ୍ତବିକ ଏ କାମରେ ଏ ପରିସ୍ଥିତି ନ ହେବା କଥା। ସବୁଠି ହେଉଛି ଏମିତି ମୁଁ ସେ କଥାକୁ ବି କହିବି ନାହିଁ, ଅନେକ ସମୟରେ ଦିଆ ହେଉଛି। ମୁଁ ବି କଲେଜ ପଢ଼ିବା ସମୟରେ ସାର୍ଟିଫିକେଟ୍ର, ମୋର କାଷ୍ଟ ସାର୍ଟିଫିକେଟ୍, ମୋର ରେସିଡେନ୍ସିଆଲ୍ ସାର୍ଟିଫିକେଟ୍, ଅନ୍ୟାନ୍ୟ ସାର୍ଟିଫିକେଟ୍ ଦରକାର ହେଉଥିଲା, ମୁଁ ବି ନେଇଛି। କିନ୍ତୁ ତାର ବ୍ୟତିକ୍ରମ ହେଲେ, ଅଶାନ୍ତି ହେଲେ ଆମେ ମଧ୍ୟ ନିଜର ଦାୟିତ୍ୱରୁ ଠିକ୍ ଦାୟିତ୍ୱ ନିର୍ବାହ କରୁଛୁ ବୋଲି ତାହା କେବେ ବି ମନେ କରାଯାଏ ନାହିଁ। ଏଣୁ ଇଏ ଛୋଟ ଛୋଟ କଥା, ବଡ଼ କଥା ବି ନୁହଁ। ଆପଣମାନଙ୍କ ପାଖରେ ବହୁତ ବଡ଼ ବଡ଼ ଗୁରୁ ଦାୟିତ୍ୱ ବହୁତ ଅଛି, ସେ କାମକୁ କରିବା ପାଇଁ ପଡ଼ିବ। ଆଗାମୀ ଦିନରେ ଭୂମିହୀନଙ୍କୁ ପଟ୍ଟା ଦେବା ପାଇଁ ପଡ଼ିବ।